ଆଜି ଆମେ ଆମ ପାଖରେ ଥିବା କିଛି ତଥ୍ୟ ଆଧାରରେ କୁମାଉଁ ଅଞ୍ଚଳର ଗୋଟେ ବହୁତ ହି ଖାସ୍ ପର୍ବ ବିଷୟରେ କଥା ହେବା। ଏଇଟା ହେଉଛି ନନ୍ଦାଦେବୀ ମେଳା। ଶୁଣାଯାଏ ଏଇଟା ପ୍ରତିବର୍ଷ ସେପ୍ଟେମ୍ବର ମାସରେ ହୁଏ ଆଉ ମୁଖ୍ୟତଃ ଦେବୀ ନନ୍ଦା ଆଉ ସୁନନ୍ଦାଙ୍କୁ ହିଁ ସମର୍ପିତ। ହଁ, ଏକଦମ ଠିକ୍ କହିଲେ। ଆଉ ଆମ ପାଖରେ ଯେଉଁ ସୂଚନା ଅଛି ସେହି ଅନୁସାରେ ଏ ମେଳା ମୁଖ୍ୟତଃ କୁମାଉଁର କିଛି ପ୍ରମୁଖ ଜାଗାରେ ହୁଏ, ଯେମିତିକି ଅଲମୋରା, ନୈନିତାଲ ଆଉ ଭୋୱାଲି। ଏହିସବୁ ଜାଗାରେ ବେଶ୍ ବଡ଼ ଆକାରରେ ଏହା ପାଳନ କରାଯାଏ। ଆଉ କୁହାଯାଏ ନନ୍ଦାଦେବୀ ସେଠାକାର ଲୋକଙ୍କ ପାଇଁ କେବଳ ଜଣେ ଦେବୀ ନୁହନ୍ତି, ବରଂ ପାହାଡ଼ର ରକ୍ଷାକାରିଣୀ, ସମୃଦ୍ଧିର ପ୍ରତୀକ। ଓହୋ, ପାହାଡ଼ର ରକ୍ଷାକାରିଣୀ। ଆଚ୍ଛା, ଏଇଟା ତ ବଡ଼ ମଜାଦାର କଥା। ତାହେଲେ ଏହାର ମହତ୍ତ୍ୱ କେବଳ ଧାର୍ମିକ ସ୍ତରରେ ସୀମିତ ନୁହେଁ ବୋଧେ, ଏହାଠୁ ଆହୁରି ଗଭୀର। ଆଚ୍ଛା, ତଥ୍ୟରେ କ'ଣ କିଛି ଏମିତି ଅଛି ଯେ ଏହି ମେଳାରେ କ'ଣ ସବୁ ଖାସ୍ ହୁଏ, କିଛି ବିଶେଷ କଥା? ହଁ, ନିଶ୍ଚୟ ଅଛି। ଦେଖନ୍ତୁ, ଆମ ପାଖରେ ଥିବା ତଥ୍ୟ କହୁଛି ଏଇଟା ଖାଲି ପୂଜାପାଠରେ ସୀମିତ ନୁହେଁ। ଏହା ଗୋଟେ ବିରାଟ ସାମାଜିକ ଆଉ ସାଂସ୍କୃତିକ ମିଳନର ପର୍ବ। ସୂଚନା କହୁଛି ଯେ ଏହି ସମୟରେ ବଡ଼ ବଡ଼ ଶୋଭାଯାତ୍ରା ସବୁ ବାହାରେ, ଆଉ ସେଥିରେ ପାରମ୍ପରିକ ବାଦ୍ୟ, ନାଚଗୀତ ଏସବୁର ସମାବେଶ ଦେଖିବାକୁ ମିଳେ। ଆଉ ଗୋଟେ ଖାସ୍ କଥା ହେଉଛି କଦଳୀ ଗଛରେ ନନ୍ଦା ଆଉ ସୁନନ୍ଦା ଦେବୀଙ୍କର ପ୍ରତିମା ତିଆରି ହୁଏ। ସେହି ପ୍ରତିମାକୁ ନେଇ ସହର ପରିକ୍ରମା କରାଯାଏ। ଏଇଟା ବାସ୍ତବିକ ଗୋଟେ ଅଲଗା ପ୍ରକାରର ପରମ୍ପରା। ବାଃ, କଦଳୀ ଗଛରେ ପ୍ରତିମା, ଏଇଟା ତ ବହୁତ ହି ଅଲଗା ଶୁଭୁଛି ସତରେ। ତାମାନେ ଏହି ମେଳା ସେଠାକାର ଯେଉଁ ସ୍ଥାନୀୟ କଳା ସଂସ୍କୃତି ଅଛି ତାକୁ ବଞ୍ଚେଇ ରଖିବାରେ ବି ବହୁତ ସାହାଯ୍ୟ କରୁଥିବ, ନୁହେଁ କି? ଏକଦମ ବିଲକୁଲ ଠିକ୍ କହିଲେ। ଏଇଟା ସ୍ଥାନୀୟ କଳାକାରମାନଙ୍କ ପାଇଁ, କାରିଗରମାନଙ୍କ ପାଇଁ ଗୋଟେ ବଡ଼ ମଞ୍ଚ ଭଳି କାମ କରେ। ଲୋକକଥା, ଲୋକଗୀତର ପରିବେଷଣ ହୁଏ, ପାରମ୍ପରିକ ପୋଷାକ ପିନ୍ଧି ଲୋକେ ବାହାରନ୍ତି, ତାର ପ୍ରଦର୍ଶନ ବି ହୁଏ। ଗୋଟେ ହିସାବରେ ଦେଖିଲେ ଏହା ଗୋଟେ ପିଢ଼ିରୁ ଆଉ ପିଢ଼ିକୁ ସଂସ୍କୃତିକୁ ନେଇଯିବାର ଗୋଟେ ଜୀବନ୍ତ ମାଧ୍ୟମ। ଆଉ ତଥ୍ୟ ଏହା ବି କହୁଛି ଯେ ଅଲମୋରାରେ ଥିବା ନନ୍ଦାଦେବୀ ମନ୍ଦିର ଏହି ସମୟରେ ପୁରା ଜନସମୁଦ୍ର ପାଲଟିଯାଏ। ସେଥିପାଇଁ କହୁଥିଲି ଏଇଟା ଖାଲି ଗୋଟେ ମେଳା ନୁହେଁ, ଏଇଟା କୁମାଉଁ ଅଞ୍ଚଳର ପରିଚୟର ଗୋଟେ ଅଭିନ୍ନ ଅଙ୍ଗ। ବହୁତ ବଢ଼ିଆ କଥା। ତାହେଲେ ଯେ ବି କୁମାଉଁର ସଂସ୍କୃତି ବିଷୟରେ ଜାଣିବାକୁ ଚାହାନ୍ତି କିମ୍ବା ଭାରତର ଯେଉଁ ଆଞ୍ଚଳିକ ପର୍ବପର୍ବାଣୀ ଅଛି ସେ ସବୁ ବିଷୟରେ ଆଗ୍ରହ ରଖନ୍ତି, ତାଙ୍କ ପାଇଁ ତ ଏଇ ନନ୍ଦାଦେବୀ ମେଳା ବିଷୟରେ ଜାଣିବାଟା ନିହାତି ଦରକାର। ଏଥିରେ କେବଳ ଆସ୍ଥା ନାହିଁ, ଏଥିରେ ସମାଜ, ସଂସ୍କୃତି, ପରମ୍ପରା ସବୁକିଛିର ଗୋଟେ ସୁନ୍ଦର ମିଶ୍ରଣ ଅଛି। ତେବେ ମୋଟାମୋଟି ଭାବେ ଯଦି କହିବା, ଆମ ପାଖରେ ଥିବା ସୂଚନା ଆଧାରରେ ନନ୍ଦାଦେବୀ ମେଳା ହେଉଛି କୁମାଉଁ ଅଞ୍ଚଳର ଏକ ପ୍ରମୁଖ ବାର୍ଷିକ ପର୍ବ। ପ୍ରତିବର୍ଷ ସେପ୍ଟେମ୍ବର ମାସରେ ଆପଣ କହିଲେ ଯେମିତି ଅଲମୋରା, ନୈନିତାଲ, ଭୋୱାଲି ଏହିସବୁ ଜାଗାରେ ଦେବୀ ନନ୍ଦା ଓ ସୁନନ୍ଦାଙ୍କ ସମ୍ମାନରେ ପାଳିତ ହୁଏ। ଆଉ ଏହା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଏହା ସହିତ ଏକ ଗଭୀର ସାଂସ୍କୃତିକ ଏବଂ ସାମାଜିକ ମହତ୍ତ୍ୱ ବି ଜଡ଼ିତ। ସତରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ସେ ଅଞ୍ଚଳ ପାଇଁ। ଆଉ ଏତେ ସବୁ ଆଲୋଚନା ପରେ ମୋ ମନରେ ଗୋଟେ କଥା ଆସୁଛି, ଗୋଟେ ପ୍ରଶ୍ନ। ଭାରତରେ ତ ଅନେକ ଦେବଦେବୀ ଅଛନ୍ତି, ଅନେକ ପର୍ବପର୍ବାଣୀ ଅଛି, କିନ୍ତୁ ଏଇ କୁମାଉଁ ଅଞ୍ଚଳ ପାଇଁ ଦେବୀ ନନ୍ଦା ଆଉ ସୁନନ୍ଦାଙ୍କର ଏତେ ସ୍ୱତନ୍ତ୍ର, ଏତେ ଗଭୀର ସ୍ଥାନ କାହିଁକି? ଏବଂ ଆଉ ଗୋଟେ କଥା, ଆଜିକାଲି ଯେମିତି ସମୟ ବଦଳୁଛି, ଏହି ପରିବର୍ତ୍ତନ ଭିତରେ ଏହି ମେଳା ସେହି ଅଞ୍ଚଳର ଲୋକଙ୍କ ଜୀବନ, ତାଙ୍କ ସମାଜ ଉପରେ କେମିତି ପ୍ରଭାବ ପକାଉଛି, ଏଇଟା ନିଶ୍ଚୟ ଟିକେ ଭାବିବାର କଥା।